ଶ୍ରାବଣର ପ୍ରଥମ ସୋମବାରରେ ଋଷିକୁଲ୍ୟା କୂଳରେ କାଉଡ଼ିଆଙ୍କ ଭିଡ଼। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ମହାଦେବଙ୍କ ଜଳାଭିଷେକ ପାଇଁ ରାଜ୍ୟର ବିଭିନ୍ନ ଶିବାଳୟରେ ଦେଖାଯାଇଛି ଭକ୍ତଙ୍କର ଢଳ। ଗଞ୍ଜାମ ଜିଲ୍ଲା ଆସିକା ନିକଟ ଋଷିକୁଲ୍ୟା ନଦୀ କୂଳରେ ମଧ୍ୟ ଶହ ଶହ କାଉଡ଼ିଆଙ୍କ ଭକ୍ତ ପବିତ୍ର ଜଳ ସଂଗ୍ରହ କରି ଶିବ ମନ୍ଦିର ଅଭିମୁଖେ ବାହାରିଛନ୍ତି। ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ। ମୁଁ ଏବେ ରହିଛି ଆସିକା ଋଷିକୁଲ୍ୟା ନଦୀ କୂଳରେ। ଆଜି ପ୍ରଥମ ସୋମବାର, ଶ୍ରାବଣ ମାସ ସୋମବାରରେ ବହୁଳ ଭିଡ଼ ଦେଖିବାକୁ ମିଳିଛି। ଆଜି ଆସି କିଛି ବୁଝିବା କାଉଡ଼ିଆ ଭକ୍ତ ଆପଣ କୋଉଠୁ ଆସିଛନ୍ତି? ଆମେ କଣଛାଇରୁ ଆସିଛୁ, ବୁଗୁଡା ପାଖରେ କଣଛାଇ। କେତେ ଜଣ ଆସିଛନ୍ତି? ପାଖାପାଖି ଆମେ 20-25 ଜଣ ଆସିଛୁ। କେତେ ବାଟ ଯିବେ? 30 ରୁ 35 କିଲୋମିଟର ହେଇଯାଉଛି ଏଇଠୁ। କେଉଁଠୁ ଆସିଲେଣି? 10 ବର୍ଷ ହେଇଗଲାଣି। ଆପଣ କଣ ମାଗୁଛନ୍ତି? ମହାପ୍ରଭୁ ତ ସେମିତି କିଛି ମାଗା ହଉନି, ବାବାଙ୍କ ଡୋରି ଲାଗିଛି ଆସିଛୁ ଆଉ। ପ୍ରତିବର୍ଷ ଆସୁଛୁ, ଏଇ ବର୍ଷ ମଧ୍ୟ ବାବାଙ୍କ ଡାକ ହେଇଛି, ଆମେ ଆସିଛୁ ଆଉ। ଗାଁରେ କିଛି ଅସୁବିଧା ନାହିଁ? ନା କିଛି ଅସୁବିଧା ନାହିଁ, ସବୁ ଭଲରେ ସବୁ ଅଛୁ। ପ୍ରତିବର୍ଷ ଯାଉଛନ୍ତି ନା? ଆଜ୍ଞା, ପ୍ରତିବର୍ଷ। ମୋର ନାମ ପ୍ରସାଦ ନାୟକ, ଆମର ମଣ୍ଟାପଡା। ଆମେ ଆସିଥିଲୁ ପ୍ରଥମ ପାଳି ଏବଂ ଏଥର ଯିବୁ ବୁଗୁଡା ବୁଦ୍ଧଖୋଲ ଶିବ ମହାପ୍ରଭୁଙ୍କୁ। ଯାଉଛୁ 2-3 ବର୍ଷ ହେଲାଣି ଯାଉଛୁ। ଆଉ ଆମର ଟିମ୍ ହେଇଛି, ଆମ ବ୍ରହ୍ମେଶ୍ୱର ଟିମ୍। ଆଉ ସେ ଟିମରେ 20 ଲୋକ 30 ଲୋକ ଆସୁଛନ୍ତି। ଆମ ଗାଁର ମଙ୍ଗଳ ହବ, ଆଉ ଆମେ ସମସ୍ତେ ଖୁସି ରହିପାରିବୁ ବୁଲିବାକୁ। ହଁ, ଅସୁବିଧା ହେଲେ ବି ଯିବାକୁ ପଡିବ, କାରଣ ମହାପ୍ରଭୁ ପାଖକୁ ଯାଉଛୁ। ଯିବୁ ଆହୁରି 3 ପାଳି ଅଛି, ଆହୁରି 3 ପାଳି ଅଛି ଯିବୁ। ଆଉ ପୂର୍ଣ୍ଣିମା ଦିନ ମଧ୍ୟ ଯିବୁ। ଆଗକୁ ଯୋଉଠି ଆମେ ଗାଁରେ ରହିବୁ ସେଇଠି ସବୁଦିନ ଯିବୁ, ସବୁ ବର୍ଷ ଯିବୁ ଆମେ।